ଭଞ୍ଜ ଆଉ ଟିକେ ତାକୁ ବଳେଇ ଯାଇଛନ୍ତି। ଦେଖନ୍ତୁ କେଡ଼େ ବିକଶି ହାସ କଟାକ୍ଷ ଢାଳିଣ ରସିକା ବୋଇଲେ ଗେଲାଇ ହୋଇ ଫୁଲାଇ ନାସିକା। ବିକଶି ହାସ କଟାକ୍ଷ ଢାଳିଣ ରସିକା ବୋଇଲେ ଗେଲାଇ ହୋଇ ଫୁଲାଇ ନାସିକା। ବନେ ତୁମ୍ଭେ ଭ୍ରମ ଆମ୍ଭେ ବନିରେ ବିଳସୁ। ତୁମ୍ଭେ ବଣରେ ବିହାର କରୁଛ, ବଣରେ ଆଶ୍ରମ କରିଛ, ଆମେ ବନି ଅର୍ଥାତ୍ ଆମେ ହେଉଛି ଉପବନରେ ବିହାର କରୁଛି। ବନୌକା ତୁମ୍ଭେ ଆମ୍ଭେ ବନିତା। ତୁମ୍ଭେ ବନଚାରୀ ଆମ୍ଭେ ହେଉଛି ବନିତା। ଏତିକି ମାତ୍ର ପାର୍ଥକ୍ୟ ଇତ୍ୟାଦି। ଉପେନ୍ଦ୍ର ଭଞ୍ଜ ସେ ଏକା କଥା। ଆଉ ଯଦୁମଣି ତାଙ୍କର ମୁଁ କହିଲି ଯେ ଶବ୍ଦ ଚାତୁରୀରେ ଶବ୍ଦର ଆଉ ସଂଯୋଜନା ଶୈଳୀରେ ଆକୁ ଏ ବିଷୟ ମଧ୍ୟ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରି କହୁଛନ୍ତି। ଆଉ ମଠ ତୁମ୍ଭ ଆମର ଯେ ଆଶ୍ରମ ଏବଂ ଦେବାର୍ଚ୍ଚନ କର। ପୁଣି ପଚାରିଲେ ଆରେ ତୁମେ କେଉଁ ଦେବତାଙ୍କୁ ଅର୍ଚ୍ଚନା କରୁଛ?